नमस्कार आमर एही विशेष विश्लेषण को स्वागत। आज आम एक स्वतंत्र यात्रा बाहरिबा ओडिशार ऐतिहासिक ढेंकानाल जिल्ला को प्राय 4452 वर्ग किलोमीटर व्यापी थिबा एही अंचल केवल एक साधारण जिल्ला नुहे बरंग एक सुंदर सेतु भली काम करे। गोटिए पटे खनिज संपदरे भरा मालभूमि थिबा बेले अन्य पटे रहिछि उर्वर उपकूलवर्ती समतल भूमि। आसंतु एई उपस्थापना माध्यमरे देखिबा किपरि एक पारंपरिक अंचल आजिर एक आधुनिक शिल्प केन्द्र परिणत होइछि अथच निजर प्राचीन आत्मा को जीवंत रखिबारे सफल होई पारिछि। एबे मनरे एक साधारण प्रश्न उठिबा स्वाभाविक। गोटिए जिल्ला एका सांगरे 4000 वर्ष पुराणा कला को केमिति साहित्य रखि पारिबो आउ सेही समयरे $1 बिलियन बड़ बड़ स्टील प्लांट मध्य चलाई पारिबो। सत कहबाकू गले एही विपरीतमुखी समन्वय ही ढेंकानाल को एते खास करिथाए। एहाकू आमे समग्र भारतवर्षर विवर्तनर एक छोट एवं जीवंत उदाहरण बा कहिगले एक माइक्रोकॉज्म भावरे देखिपारिबा। गोटीपटे आधुनिक मेसिनर गर्जन आउ अन्यपटे प्राचीन ऐतिह्यर शांति। एहा प्रकृतर एक अद्भुत मिलन। इतिहास पृष्ठा उलटाइले आमे देखिबा जे ढेंकानालर कहानी बहुत रोमांचकर। एक मजादार कथा हेउची एही स्थानर नामकरण ढेंका नामक जणे सबर मुखियाଙ୍କ नामରୁ ହୋଇଥିଲା, କିନ୍ତୁ ଏହାର ପ୍ରକୃତ ରାଜନୈତିକ ମୂଳଦୁଆ 1530 ମସିହାରେ ପଡ଼ିଥିଲା। ସେତେବେଳେ ଗଜପତି ମହାରାଜାଙ୍କର ସେନାପତି ହରିସିଂହ ବିଦ୍ୟାଧର ଏଠାରେ ନିଜର ରାଜବଂଶ ପ୍ରତିଷ୍ଠା କଲେ, ଯାହା ପ୍ରାୟ 400 ବର୍ଷ ଧରି ଚାଲିଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି 1781 ମସିହାର ଘଟଣା, ଯେତେବେଳେ ନାଗପୁରର ମରାଠା ସେନା ଏଠି ଆକ୍ରମଣ କଲେ ଢେଙ୍କାନାଳ ସେନା ତାଙ୍କୁ କୋଡ଼ା ଜବାବ ଦେଇଥିଲେ। ଏହି ବିଜୟର ଗାଥା ପ୍ରସିଦ୍ଧ ଓଡ଼ିଆ କାବ୍ୟ ସମର ତରଙ୍ଗରେ ଆଜି ବି ଅମର ହୋଇ ରହିଛି। ଶେଷରେ 1948ରେ ଏହା ଆମ ଓଡ଼ିଶା ପ୍ରଦେଶ ସହ ମିଶିଥିଲା। କିନ୍ତୁ ଦେଖନ୍ତୁ, ଇତିହାସ କେବଳ ରାଜା ମହାରାଜାଙ୍କର ନୁହେଁ, ଏହା ହେଉଛି ସାଧାରଣ ଲୋକଙ୍କର ସଂଗ୍ରାମର କାହାଣୀ। ବିଂଶ ଶତାବ୍ଦୀ ବେଳକୁ ଢେଙ୍କାନାଳରେ ଏକ ବିରାଟ ପରିବର୍ତ୍ତନ ଆସିଲା। ଗଣତାନ୍ତ୍ରିକ ଚେତନାର ବିକାଶ। ହରମୋହନ ପଟ୍ଟନାୟକଙ୍କ ନେତୃତ୍ୱରେ ବ୍ରିଟିଶ ଭାରତର ପ୍ରଥମ ପ୍ରଜାମଣ୍ଡଳ ଗଠନ କରାଯାଇଥିଲା। ଏହା ପଛର କାରଣ ବହୁତ ସ୍ପଷ୍ଟ ଥିଲା। ତତ୍କାଳୀନ ଶାସକମାନଙ୍କର ଅତ୍ୟାଚାର, ବିଶେଷ କରି ବେଠି ପ୍ରଥା ଅର୍ଥାତ୍ ବିନା ପାରିଶ୍ରମିକରେ ବାଧ୍ୟତାମୂଳକ ଶ୍ରମ ଏବଂ ଅଧିକ ଟିକସ ଆଦାୟ ବିରୋଧରେ ସ୍ୱର ଉଠାଇବା ପାଇଁ ଏହି ଆନ୍ଦୋଳନ ହୋଇଥିଲା। ନିଜ ଅଧିକାର ପାଇଁ ଏହା ଥିଲା ସାଧାରଣ ଲୋକଙ୍କର ଏକ ସାହସିକ ଏକଜୁଟ ପ୍ରୟାସ। ଆଉ ଏହି ସାଧାରଣ ଜନତାଙ୍କ ସଂଗ୍ରାମ କଥା ଉଠିଲେ ଗୋଟିଏ ଘଟଣା ଆମ ଛାତିକୁ ଗର୍ବ ଏବଂ ଦୁଃଖରେ ଭରିଦିଏ। ସେହି ଦୃଶ୍ୟକୁ ଟିକେ କଳ୍ପନା କଲେ ଲୋମ ଟାଙ୍କୁରି ଉଠେ। ମାତ୍ର 12 ବର୍ଷର ଜଣେ ନାଉରିଆ ପିଲା ବନ୍ଧୁକ ଧରିଥିବା ବ୍ରିଟିଶ ପୋଲିସକୁ ନଦୀ ପାର କରିବାକୁ ସିଧାସଳଖ ମନା କରିଦେଲା। ହଁ, ଆମେ କହୁଛୁ ବୀର ଶହୀଦ ବାଜି ରାଉତଙ୍କ କଥା। 1938 ମସିହାରେ ବ୍ରାହ୍ମଣୀ ନଦୀ କୂଳରେ ଘଟିଥିବା ଏହି ଘଟଣା ସମଗ୍ର ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଏକ ଶିହରଣ ଖେଳାଇ ଦେଇଥିଲା। ସେହି ଛୋଟ ପିଲାଟିର ଅସୀମ ସାହସ ଆଗରେ ବ୍ରିଟିଶ ପୋଲିସର ବନ୍ଧୁକ ବି ହାର ମାନିଲା। ବାଜି ରାଉତଙ୍କ ମହାନ ବଳିଦାନ ଆଜି ବି ଢେଙ୍କାନାଳର ମାଟିରେ ଜୀବନ୍ତ ଅଛି। ସ୍ୱାଧୀନତା ସଂଗ୍ରାମର ସେହି ତୀବ୍ରତା ପରେ ଏବେ ଆସନ୍ତୁ ବର୍ତ୍ତମାନର ଅର୍ଥନୀତି ଉପରେ ନଜର ପକାଇବା। ଆଜି ଢେଙ୍କାନାଳର ବିକାଶର ଦୁଇଟି ମୁଖ୍ୟ ଇଞ୍ଜିନ ରହିଛି। ଗୋଟିଏ ପଟେ ଆମେ ଦେଖିବା ତାଳଚେର କୋଇଲା ଖଣି ଆଉ ବ୍ରାହ୍ମଣୀ ନଦୀ ଉପରେ ନିର୍ଭର କରୁଥିବା ବିଶାଳ ଶିଳ୍ପଗୁଡ଼ିକ, ଯେମିତିକି ଟାଟା ଷ୍ଟିଲ୍, BSLର ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ ପ୍ଲାଣ୍ଟ। ଆଉ ଅନ୍ୟପଟେ ରହିଛି ପ୍ରକୃତିର ବରଦାନ, ବାର୍ଷିକ 40,000 ମେଟ୍ରିକ୍ ଟନ୍ରୁ ଅଧିକ ଆମ୍ବ ଉତ୍ପାଦନ କରୁଥିବା ଏକ ସମୃଦ୍ଧ ଉଦ୍ୟାନ କୃଷି। ଏଠାକାର ମାଟି ଆମ୍ବ ଏବଂ ସପୋଟା ଚାଷ ପାଇଁ ଏତେ ଅନୁକୂଳ ଯେ କହିଲେ ନ ସରେ। ଭାରୀ ଶିଳ୍ପ ଆଉ ମିଠା ଫଳର ଏମିତି ସହାବସ୍ଥାନ ଖୁବ୍ କମ୍ ଦେଖିବାକୁ ମିଳେ। ଏବେ ଏହି ଖାସ୍ ସଂଖ୍ୟାଟି ଉପରେ ଟିକେ ନଜର ପକାଇବା। 2.5 ଟନ୍। ଶୁଣିବାକୁ ଏହା ବୋଧହୁଏ ଏକ ସାଧାରଣ ସଂଖ୍ୟା ଲାଗିପାରେ, କିନ୍ତୁ ଏହାର ମହତ୍ତ୍ୱ ବହୁତ ବେଶୀ। 2012 ମସିହାରେ ଢେଙ୍କାନାଳ ଏକ ନୂଆ ଇତିହାସ ରଚିଥିଲା, ଯେତେବେଳେ ଏଠାରୁ 2.5 ଟନ୍ ଆମ୍ରପାଲି ଆମ୍ବ ସିଧାସଳଖ ଦୁବାଇକୁ ରପ୍ତାନି ହେଲା। ଏହା କୌଣସି ଛୋଟ କଥା ନୁହେଁ। ଏହାର ଅର୍ଥ ହେଉଛି ଯେଉଁ ଚାଷୀମାନେ ଦିନେ କେବଳ ସ୍ଥାନୀୟ ବଜାର ଉପରେ ନିର୍ଭର କରୁଥିଲେ, ସେମାନେ ଏବେ ସିଧା ଆନ୍ତର୍ଜାତୀୟ ବଜାରରେ ପ୍ରବେଶ କରିଛନ୍ତି। ନିଜର ଦୈନନ୍ଦିନ ଆବଶ୍ୟକତା ମେଣ୍ଟାଉଥିବା ଗୋଟିଏ ଜିଲ୍ଲା ଆଜି ବିଶ୍ୱ ଦରବାରରେ ନିଜ ସ୍ୱାଦର ପରିଚୟ ସୃଷ୍ଟି କରିପାରିଛି। ଆଚ୍ଛା, କେବଳ ଶିଳ୍ପ ଆଉ କୃଷି ନୁହେଁ, ଢେଙ୍କାନାଳର ଆତ୍ମା ବହୁତ ଗଭୀର ଏବଂ ଆଧ୍ୟାତ୍ମିକ। ଏହି ମାଟି ହେଉଛି ମହିମା ଧର୍ମର ପବିତ୍ର ଜନ୍ମସ୍ଥାନ। ଏହା ଏମିତି ଏକ ଧର୍ମ ଯାହା ମୂର୍ତ୍ତି ପୂଜା ଏବଂ ଜାତିଆଣା ଭେଦଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖ୍ୟାନ କରେ। ଏଠାରେ କେବଳ ନିରାକାର ବ୍ରହ୍ମ ଅର୍ଥାତ୍ ଆଲେଖଙ୍କୁ ହିଁ ଉପାସନା କରାଯାଏ। ଢେଙ୍କାନାଳ ସହରରୁ ପ୍ରାୟ 25 କିଲୋମିଟର ଦୂର ଜୋରନ୍ଦାଠାରେ ରହିଛି ମହିମା ଗୋସାଇଙ୍କର ସମାଧି ଏବଂ ଶୂନ୍ୟ ମନ୍ଦିର। ଯଦି ଆମେ କେବେ ମାଘ ମାସରେ ସେଠାକୁ ଯିବା, ତେବେ ଦେଖିବା ବିରାଟ ମାଘ ମେଳା,
ଯେଉଁଠି ସାଧୁ ସନ୍ନ୍ୟାସୀମାନେ ଏକାଠି ହୋଇ ପବିତ୍ର ଧୂନି ଜଳାନ୍ତି। ସମାନତା ଉପରେ ଆଧାରିତ ଏହି ଦର୍ଶନ ସତରେ ଅତ୍ୟନ୍ତ ପ୍ରେରଣାଦାୟକ। ଧାର୍ମିକ କଥା ପଡ଼ିଛି ଯେତେବେଳେ ଚାଲନ୍ତୁ ଏହି ଜିଲ୍ଲାର କିଛି ପବିତ୍ର ପାହାଡ଼ ବୁଲି ଆସିବା। ପ୍ରଥମେ ଆସେ କପିଳାସ, ଯାହାକୁ ଆମେ ଓଡ଼ିଶାର କୈଳାସ ବୋଲି ମଧ୍ୟ କହୁ। ଭଗବାନ ଶିବଙ୍କ ଟିକିଏ ଦର୍ଶନ ପାଇଁ ଭକ୍ତମାନଙ୍କୁ ଏଠାରେ ପୂରା 1351ଟି ପାହାଡ଼ ଚଢ଼ିବାକୁ ପଡ଼େ। ତାପରେ ରହିଛି ସାରଙ୍ଗ, ଯେଉଁଠି ବ୍ରାହ୍ମଣୀ ନଦୀ କୂଳରେ ଖୋଲା ଆକାଶ ତଳେ ଗୋଟିଏ ବିରାଟ ପଥରରେ ଖୋଦିତ ଅନନ୍ତ ଶୟନ ବିଷ୍ଣୁଙ୍କର ଏକ ଅଦ୍ଭୁତ 8ମ ଶତାବ୍ଦୀର ମୂର୍ତ୍ତି ରହିଛି। ଆଉ ସେହି ରହସ୍ୟମୟ ସପ୍ତଶଯ୍ୟା ପାହାଡ଼ କଥା କେମିତି ଭୁଲିବା? ପୌରାଣିକ କାହାଣୀ ଅନୁଯାୟୀ ପାଣ୍ଡବମାନେ ନିଜ ଅଜ୍ଞାତବାସରେ କିଛି ସମୟ ସେଠାରେ ହିଁ କାଟିଥିଲେ। ପ୍ରତ୍ୟେକ ଜାଗାର ଗୋଟିଏ ଭିନ୍ନ ତଥା ନିଜସ୍ୱ କାହାଣୀ ଅଛି। ଏବେ ଆସନ୍ତୁ କଥା ହେବା ଏକ ଏମିତି କଳା ବିଷୟରେ ଯାହାକି ସିନ୍ଧୁ ଉପତ୍ୟକା ସଭ୍ୟତା ସମୟରୁ ଆମ ସହ ଯୋଡ଼ି ହୋଇ ରହିଛି। ଏହା ହେଉଛି ପ୍ରସିଦ୍ଧ ଡୋକ୍ରା କାଷ୍ଟିଂ। ଢେଙ୍କାନାଳର ସଦେବରେଣୀ ଗାଁରେ ଶୀତୁଳା ସମ୍ପ୍ରଦାୟର କାରିଗରମାନେ ଏହି 4000 ବର୍ଷ ପୁରୁଣା କୌଶଳକୁ ଆଜି ବି ବଞ୍ଚାଇ ରଖିଛନ୍ତି। ଏହି ପ୍ରକ୍ରିୟାଟି ଖୁବ୍ ନିଆରା। ପ୍ରଥମେ କାଦୁଅରେ ଏକ ଛାଞ୍ଚ ତିଆରି ହୁଏ, ତା ଉପରେ ମୋହମର ସୂତା ଗୁଡ଼ାଇ ସୁନ୍ଦର ଡିଜାଇନ କରାଯାଏ, ଆଉ ଶେଷରେ ସେହି ଛାଞ୍ଚ ଭିତରକୁ ଢଳାଯାଏ ଫୁଟୁଥିବା ତରଳ ପିତ୍ତଳ। ନିଆଁର ଉତ୍ତାପରେ ମାଟି ଆଉ ଧାତୁ ମିଶି ଏକ ଜୀବନ୍ତ କଳାକୃତିର ରୂପ ନିଅନ୍ତି। ଏହା କେବଳ କଳା ନୁହେଁ, ପିଢ଼ି ପରେ ପିଢ଼ି ହସ୍ତାନ୍ତର ହୋଇ ଆସୁଥିବା ଏକ ଅମୂଲ୍ୟ ଜ୍ଞାନ। କଳା ଆଉ ସଂସ୍କୃତି କଥା ହେଲେ ମୁହଁ ଟିକେ ମିଠା ନ କରିବା କେମିତି ହେବ? ଆଉ ସେଥିପାଇଁ ଢେଙ୍କାନାଳର ସ୍ୱାଦ ଏବେ ବିଶ୍ୱସ୍ତରରେ ଚର୍ଚ୍ଚାରେ ଅଛି। ହଁ, ନିକଟରେ 2024 ମସିହାରେ ହିଁ ଢେଙ୍କାନାଳର ପ୍ରସିଦ୍ଧ ମଗଜି ଲଡୁକୁ ବହୁ ପ୍ରତୀକ୍ଷିତ ଜିଆଇ ଟ୍ୟାଗ୍ ବା ଭୌଗୋଳିକ ସୂଚକାଙ୍କ ମିଳିଛି। ମଇଁଷି କ୍ଷୀରର ଛେନାଡୁ ପ୍ରସ୍ତୁତ ଏହି ନିଆରା ମିଠାଟି ଏ ଅଞ୍ଚଳର ପାରମ୍ପରିକ ଖାଦ୍ୟ ସଂସ୍କୃତିର ଏକ ଜ୍ୱଳନ୍ତ ପ୍ରମାଣ। ଏହା ଦର୍ଶାଉଛି ଯେ ଆମର ଐତିହ୍ୟ କେବଳ ପଥର କି ମନ୍ଦିରରେ ସୀମିତ ନୁହେଁ, ବରଂ ପ୍ରତିଦିନ ଆମ ଥାଳିରେ ପରସା ଯାଉଥିବା ଖାଦ୍ୟରେ ମଧ୍ୟ ଏହା ଜୀବନ୍ତ ରହିଛି। ଯଦି ଆମେ ପରିବେଶ ଆଡ଼କୁ ନଜର ପକାଇବା, ତେବେ ଢେଙ୍କାନାଳର ଆଉ ଏକ ସୁନ୍ଦର ରୂପ ଦେଖିବାକୁ ମିଳିବ। ଏହି ଜିଲ୍ଲାର ମୋଟ ଜାଗାରୁ ପ୍ରାୟ 1/3 ଅର୍ଥାତ୍ 32.33% ଅଞ୍ଚଳ କେବଳ ଘଞ୍ଚ ଜଙ୍ଗଲରେ ଭରପୁର। ଏହି ବିରାଟ ସବୁଜିମା ପାଇଁ ହିଁ ଏହାକୁ ହାତୀ ଏବଂ ବାଘଙ୍କ ବାସସ୍ଥାନ କୁହାଯାଏ। ଏହା କେତେ ଆଶ୍ଚର୍ଯ୍ୟର କଥା ଯେ ଗୋଟିଏ ପଟେ ଦ୍ରୁତ ଶିଳ୍ପାୟନ ଚାଲିଛି, କିନ୍ତୁ ଅନ୍ୟପଟେ ଏହି ବିଶାଳ ସବୁଜ ବଳୟ ଜିଲ୍ଲାର ପରିବେଶକୁ ସମ୍ପୂର୍ଣ୍ଣ ସନ୍ତୁଳିତ କରି ରଖିଛି। ଶାଳ, ପିଆଶାଳ ଆଉ କଦମ୍ବ ଗଛରେ ଭରା ଏହି ଜଙ୍ଗଲ ଅଗଣିତ ବନ୍ୟଜନ୍ତୁଙ୍କ ପାଇଁ ସଞ୍ଜୀବନୀ ସଦୃଶ କାମ କରୁଛି। ଏବଂ ଏହି ଅମୂଲ୍ୟ ଜଙ୍ଗଲ ସମ୍ପଦର ହୃଦୟ ହେଉଛି କପିଳାସ ବନ୍ୟଜନ୍ତୁ ଅଭୟାରଣ୍ୟ। ପ୍ରାୟ 125.5 ବର୍ଗ କିଲୋମିଟରରେ ବ୍ୟାପିଥିବା ଏହି ଅଞ୍ଚଳ ଜୈବ ବିବିଧତାର ଏକ ବିରାଟ ଭଣ୍ଡାର। ଏଠାରେ ମୁଖ୍ୟତଃ ଆମକୁ ଦେଖିବାକୁ ମିଳନ୍ତି ବଣୁଆ ହାତୀମାନେ, ତା ସହିତ ଭାଲୁ, ଜଙ୍ଗଲୀ ବିରାଡ଼ି ଏବଂ ସବୁଠୁ ଖାସ୍ କଥା ହେଲା ଅତି ବିରଳ ଇଣ୍ଡିଆନ୍ ପ୍ୟାଙ୍ଗୋଲିନ୍ ବା ବଜ୍ରକାପ୍ତା ମଧ୍ୟ ଏଠାରେ ବାସ କରନ୍ତି। ପୂର୍ବଘାଟ ପର୍ବତମାଳାର ଜୈବିକ ସନ୍ତୁଳନ ରକ୍ଷା କରିବାରେ ଏହି ଅଭୟାରଣ୍ୟର ଭୂମିକାକୁ କେବେ ବି ଅଣଦେଖା କରାଯାଇପାରିବ ନାହିଁ। କିନ୍ତୁ ବିକାଶ ଓ ପ୍ରକୃତି ଭିତରେ ସବୁବେଳେ ଏକ ଟଣାଉଟରା ଲାଗି ରହେ, ଠିକ୍ ନା? ଏହାର ଏକ ବଡ଼ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। 111 କିଲୋମିଟର ଲମ୍ବର ନୂଆ କ୍ୟାପିଟାଲ ରିଜିୟନ୍ ରିଙ୍ଗ ରୋଡ୍ ପାଇଁ ଏହି କପିଳାସ ଅଭୟାରଣ୍ୟର ପ୍ରାୟ 4.68 ହେକ୍ଟର ଜମି ବ୍ୟବହାର କରିବାକୁ ଅନୁମୋଦନ ମିଳିଛି। ଆଧୁନିକ ଭିତ୍ତିଭୂମି ପାଇଁ ଏହା ନିହାତି ଜରୁରୀ, କିନ୍ତୁ ଏହାଦ୍ୱାରା ହାତୀମାନଙ୍କର ଚଳପ୍ରଚଳ ରାସ୍ତା ବା ଏଲିଫେଣ୍ଟ କରିଡର ବାଧାପ୍ରାପ୍ତ ହେବାର ଭୟ ରହିଛି। ସେଥିପାଇଁ ରାସ୍ତା ତଳେ ଆନିମଲ ଅଣ୍ଡରପାସ୍ ଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ଶିଳ୍ପାୟନର ବେଗ ଆଉ ପ୍ରକୃତିର ସୁରକ୍ଷା ଭିତରେ ଏହା ହେଉଛି ଏକ ଅତି ଜଟିଳ ବ୍ୟାଲେନ୍ସିଂ ଆକ୍ଟ ବା ସନ୍ତୁଳନ ପ୍ରକ୍ରିୟା। ଆମେ ଏବେ ଆମର ଏହି ବିଶ୍ଳେଷଣର ଶେଷ ପର୍ଯ୍ୟାୟରେ ଆସି ପହଞ୍ଚିଗଲେଣି। ଢେଙ୍କାନାଳର ସେହି ପ୍ରାଚୀନ ରାଜବଂଶଠାରୁ ଆରମ୍ଭ କରି ବାଜି ରାଉତଙ୍କ ବୀରତ୍ୱ, 4000 ବର୍ଷ ପୁରୁଣା ଡୋକ୍ରା କାଳରୁ ଆରମ୍ଭ କରି ବିରାଟ ଷ୍ଟିଲ୍ ପ୍ଲାଣ୍ଟ ଆଉ ତାହା ସହ ବିଶାଳ ଜଙ୍ଗଲର ସୁରକ୍ଷା, ସବୁକିଛି କେତେ ଆଶ୍ଚର୍ଯ୍ୟଜନକ। ଶେଷରେ ଗୋଟିଏ ପ୍ରଶ୍ନ ଆମ ସମସ୍ତଙ୍କ ମନକୁ ଆନ୍ଦୋଳିତ କରେ। ଏକ ସମାଜ କିପରି ନିଜର ଆଧୁନିକ ତଥା ଶିଳ୍ପଭିତ୍ତିକ ଭବିଷ୍ୟତ ଗଢ଼ିବା ସହ ନିଜର ପ୍ରାଚୀନ ଆତ୍ମାକୁ ଏତେ ସୁନ୍ଦର ଭାବରେ ସାଇତି ରଖିପାରିବ? ଢେଙ୍କାନାଳ ଆମ ଆଗରେ ଏହାର ଏକ ଜୀବନ୍ତ ଉଦାହରଣ ଛିଡ଼ା କରିଛି, ଯାହା ଆହ୍ୱାନପୂର୍ଣ୍ଣ ହେଲେ ବି ଅତ୍ୟନ୍ତ ପ୍ରେରଣାଦାୟକ। ଆଶା କରୁଛୁ ଆଜିର ଏହି ଉପସ୍ଥାପନା ଆଗାମୀ ଦିନରେ ବିକାଶ ଏବଂ ଐତିହ୍ୟକୁ ନେଇ ନୂଆ କିଛି ଭାବିବାକୁ ନିଶ୍ଚୟ ଖୋରାକ ଯୋଗାଇବ। ଆଜି ପାଇଁ ଏତିକି, ଧନ୍ୟବାଦ।